ଯାଜପୁରରେ ଯେତେ ସବୁ ବଡ ନେତା ବବି ଡାନି ଜିତୁ ଆଙ୍କ ଭିତରେ ଚେରକଟା ଲାଗିଛି। ସେପଟେ ଇଏ ଦଳ ଶଙ୍ଖ ଫଟିକି ବର୍ତ୍ତମାନ ସବୁ ପଦ୍ମ ପୋଖରୀ ଭିତରକୁ ପଶିଗଲେ ହିଁ ଦଳେ। ଉତ୍ତରରେ ଦେଖନ୍ତୁ, ଉତ୍ତର ଓଡିଶାରେ ରବି ଜେନା ସିଏ ବର୍ତ୍ତମାନ ସାଇଡ ହେଇକି ଚିନ୍ତା କରୁଛନ୍ତି, ଓର ଉଣ୍ଡୁଛନ୍ତି କିନ୍ତୁ ବିଜେପି କି ପଳେଇବା। ନନା ଯଦି ଠିଆ ପ୍ରତାପ ନନା ଯଦି ଠିଆ ହୁଅନ୍ତି ନୀଳଗିରିରୁ, ତାହେଲେ ତାଙ୍କ ପାଇଁ ପିଟିକିରେ ପାଇବି ସୁବିଧା ହୁଅନ୍ତା। ସେ ବାଟ କରିସାରିଲେ। ଶଶୀ ସାହୁ ସେ ପୂର୍ବରୁ ମଧ୍ୟ ଠିଆ ହେଇଥିଲେ, ଅବଶ୍ୟ ଅନ୍ୟ ଦଳ ଟିକେଟରେ। ଗତ ଥର ତାଙ୍କ ପତ୍ନୀକୁ ଟିକେଟ ଦିଆଗଲା। ଆପଣ ଦେଖିବେ ସୋସିଆଲ ମିଡିଆରେ ବୁଲିଲା ଜ୍ୟୋତି ପାଣିଗ୍ରାହୀ ନିଲମ୍ବନ, ସୋସିଆଲ ମିଡିଆରେ ଭାଇରାଲ ହେଲା, କିନ୍ତୁ ସତ୍ୟ ନିଲମ୍ବନ ଇଏ ହେଲେ। ପଶ୍ଚିମ ଓଡିଶାରେ ଦଳେ ଦାବି କଲେ କଳି କେଶ ହେଇଯାନ୍ତା, ଜେଜ କୁଆଡେ ମୁଖ୍ୟମନ୍ତ୍ରୀ ଥିଲେ ସିଏ ମୁଖ୍ୟମନ୍ତ୍ରୀ ହେଇଯାନ୍ତୁ। ଯାହା ଧନ୍ୟବାଦ ଦେବି ବାସୁଦେବପୁରର ଯୋଉମାନେ ସବୁ ବିଷ୍ଣୁମୂର୍ତ୍ତ ରାଉତରାୟଙ୍କ ସମର୍ଥକଙ୍କୁ, ତାଙ୍କ ଜେଜ ବି ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କୁ ମଧ୍ୟ ଦାବି କରିଦେବା ଦରକାର। ଢେଙ୍କାନାଳ ପଟୁ ଦାବି କରିଦିଅନ୍ତୁ ତଥାଗତ ଶତପଥୀ, ତାଙ୍କ ବୋଉ ମୁଖ୍ୟମନ୍ତ୍ରୀ ଥିଲେ, ସେ ଦଳଟା ବି ଦାବି କରିଦେବା କଥା। ବାପା ଜେଜେ ଥିଲେ ଯେତେବେଳେ, ଏଠି ଗୋଟେ ମୁଖ୍ୟମନ୍ତ୍ରୀ ବି ହେଇଯିବା ଦରକାର। ସୌମ୍ୟ ବାବୁଙ୍କ ନାଁକି ଦାବି କରିଦିଅନ୍ତୁ କେନ୍ଦୁଝର ଆଡୁ, ଏ ଘଷିପୁର ଆଡେ ଯାଇଛନ୍ତି, କାରଣ ତାଙ୍କ ଶ୍ୱଶୁର ମୁଖ୍ୟମନ୍ତ୍ରୀ ଥିଲେ। ଖାଲି ବିଜେପି ଦାବି ହେଇଯିବା ଦରକାର କିଏ, ସେ ଭର୍ତ୍ତୁହରି ମହତାବ, କାରଣ ତାଙ୍କ ବାପା ହରକୃଷ୍ଣ ମହାତ ବି ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ଏମିତି ଗଳିନେ ଆମର ମୁଖ୍ୟମନ୍ତ୍ରୀ ଚେୟାର ବଢେଇ ଦେବାନି। ଲୋକସଭା ଭବନରେ ସିଟ୍ ବର୍ତ୍ତମାନ ବିଧାନସଭାରେ ବଢୁଛି, ମୁଁ ଭାବୁଛି 4-5ଟା ଖଣ୍ଡେ ରାଜ୍ୟ କରିଦେଲେ ଏସବୁ ମୁଖ୍ୟମନ୍ତ୍ରୀ ହବା। କି ଅଦ୍ଭୁତ ଯୁକ୍ତି। ପଶ୍ଚିମ ଓଡିଶାରେ ଆପଣ ଦେଖିବେ ଦିବ୍ୟ ଶଙ୍କର ମିଶ୍ର ସମସ୍ତେ ଚା କୁ ଫୁଙ୍କି ଫୁଙ୍କି ପିଅନ୍ତି, ସେ ଆଜ୍ଞା ପାଣି ଗିଲାସକୁ ଫୁଙ୍କି ଫୁଙ୍କି ପିଆ ଲୋକ। ସେ ଏକ ପାଟିରୁ ଏଟା ସ୍ଲିପ ହେଇଯାଇଛି। ଇଏ ଗୋଟେ ଖେଳ ଚାଲିଛି ଏଠି, ଯୋଉ ବବି ପାଣ୍ଡିଆନ ଶୀତଳ ଯୁଦ୍ଧ ଚାଲିଛି, ଏଥିରେ ସବୁ ବହୁ ପ୍ରକାର କାରକ ସବୁ ଖଣ୍ଡଗିରି ନାଚ ଭଳିଆ, ଶାଢୀ ହିରୋ, ଶାଢୀ ଭିଲିଆନ, ବୁଝିଲେ କି, ପାଥସ କ୍ୟାରେକ୍ଟର, ଏଗୁରା ସବୁ ବର୍ତ୍ତମାନ ଧୀରେ ଧୀରେ ବାହାରିବେ। ତେଣୁ ବିଜୁ ଜନତା ଦଳ ଗତି ନବୀନ ବାବୁ ସ୍ଥିର କରିବେ। ହଁ ଏଇଟା ସତ୍ୟ, ନବୀନ ବାବୁ ଦଳ ଗଢି ନଥିଲେ, ଆରେ ସେ ଗଢି ନଥିଲେ ବୋଲି ଭାଙ୍ଗି ପାରିବେନି। ଆରେ ଗଢିଥିଲେ ଅନ୍ୟମାନେ, ନବୀନ ବାବୁ ନେତୃତ୍ୱ ନଉଥିଲେ। ଆଜି ହେଲେ ତାଙ୍କୁ ନେତୃତ୍ୱ ସମ୍ଭାଳ ହେଇଛି, ତାଙ୍କ ଘର। ସେ ଡ୍ରୋଜର ଲଗେଇକି ଭାଙ୍ଗିବେ କି ଜେସିବି ଲଗେଇକି ଭାଙ୍ଗିବେ କି ଡିନାମାଇଟ ଲଗେଇକି ଭାଙ୍ଗିବେ, ତାଙ୍କୁ ତାଙ୍କ ବାଟରେ ଛାଡିଦିଅ। ଏବେ ଯୋଉ ରାଜ୍ୟସଭାକୁ ନେଇ କଳି ଚାଲିଛି, ଗୋଟେ ଚତୁର୍ଥ ସିଟ୍ କାହାର ରହିବ ବୋଲି ଏବେ ପୁଣି ବର୍ତ୍ତମାନ ଚର୍ଚ୍ଚା ହଉଛି। ଭକ୍ତ ଦାସ ଯିବେ, ନବୀନଙ୍କୁ ଦେଖା ହେବେ, ଚତୁର୍ଥ ସିଟ୍ ପାଇଁ ବି ମଧ୍ୟ ସିଏ ବି ଲାଗିବେ। ଭକ୍ତ ଦାସ ଟିକେ ବହୁତ ଉତ୍ସାହିତ ଧରଣର ନେତା। ସିଏ 2029 ପାଇଁ ବୋଧେ କୋଉଠି ଯାଚାଁ ଫାଚାଁ କରିଦେଇଛନ୍ତି, ମୁଖ୍ୟମନ୍ତ୍ରୀ ହବାଟି ଫାଇନାଲ। ଗଞ୍ଜା ଭଳି କୁକୁଡା ଭଳି, କାହିଁକି ନା ଏତେ ତରତର ସିଏ ହଉଛନ୍ତି। କଳାହାଣ୍ଡିରେ ଆଗ ହାତଟାକୁ ଷ୍ଟ୍ରଙ୍ଗ କରିଦିଅନ୍ତୁ। ଗୋଟିଏ ଜିଲ୍ଲାରେ ଷ୍ଟ୍ରଙ୍ଗ କଲେ ବି ପ୍ରଭାବଟା ନୂଆପଡାରେ ପଡିବ, ସାଇଡ କନଷ୍ଟିଚ୍ୟୁଏନ୍ସିରେ ପଡିବ। ଆଗ ସେଇଟା କରିଦେଲେ ଭଲ ହୁଅନ୍ତା। ଯଦି ସଂଖ୍ୟା ନାହିଁ, ଅନାସ୍ଥା ପ୍ରସ୍ତାବ ଖାଲି ହାଇଲାଇଟ ଚର୍ଚ୍ଚାରେ ହେବା ପାଇଁ, ଯଦି ଆଜ୍ଞା ଯୋଉ ଚର୍ଚ୍ଚାରେ ହାଇଲାଇଟ କରିବା ପାଇଁ ଯଦି ରାଜନୀତି କରାହନ୍ତା, ମୁଁ କହୁଛି ସୁର ରାଉତରାୟ ହିଁ ଫିଟ୍ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। କାହିଁକିନା ତାଙ୍କର ଯେତିକି ଭ୍ୟୁ, ଭକ୍ତଙ୍କର ତ ଆଜି ପର୍ଯ୍ୟନ୍ତ ସେତିକି ନା, ଗୋଟେ ଦିନକରେ 1-1.5 ମିଲିୟନ ଖଣ୍ଡେ ଯାଉଥିବ 10-15 ଚ୍ୟାନେଲରେ। ଭକ୍ତ ବାବୁଙ୍କର ଯାଇକି ମଧ୍ୟ ସେତିକି ହେଇନଥିବ। ହାଇପ୍ କରିବା ପାଇଁ, ହାଇଲାଇଟେଡ ହେବା ପାଇଁ ଏତେ ତରତର କଣ? ମୁଁ ଯଦି ମତେ ଯଦି କୁହାଯାଇଥାନ୍ତା, ମୁଁ ଏଇ ପରାମର୍ଶ ଦେଇଥାନ୍ତି, ନିରପେକ୍ଷର 4-5 ଜଣ ଲୋକଙ୍କୁ, ମାନେ ଯୋଉମାନେ ଆକ୍ଟିଭିଷ୍ଟ ପାର୍ଟି ଅଛନ୍ତି, ସେମାନଙ୍କ ଜରିଆରେ ପ୍ରତିନିଧି ମଣ୍ଡଳୀ ସେଇ ପଲିଟିକାଲ ଷ୍ଟ୍ରାଟେଜି ହେଇଥାନ୍ତା। ଜଣେ ଯାଇଥାନ୍ତେ ଭକ୍ତଙ୍କୁ ଭେଟିବା ପାଇଁ, ସେଇ ଦଳ ପୁଣି ଯାଇଥାନ୍ତେ ନବୀନକୁ ଭେଟିବା ପାଇଁ। ଆମେ ଯିବୁ, ନବୀନ ପଟ୍ଟନାୟକ କଂଗ୍ରେସ ସାଙ୍ଗରେ ଓପନଲି ମେଣ୍ଟ କରିବାକୁ ଘୋଷଣା କରିବେ।